जय जगन्नाथ आज्ञा आज्ञा महाप्रभुଙ୍କର ଗୋଟେ ସୁନ୍ଦର କଥା ତାଙ୍କ ଚକ୍ଷୁକୁ ନେଇ ଆଖିକୁ ନେଇ ମନେ ପଡ଼ିଗଲା। କୁହାଯାଇଥାଏ ତୁମ୍ଭ ଆଖି ସାଥେ ଆଖି ମିଶିଗଲେ ଆଖିରେ ଆଖିର ଲୁହ, ଆଖି କେବେ ହସେ ଆଖି କେବେ ରୁଷେ, ଆଖି କହିଦିଏ ମୁହଁ, କଥା କୁହା ଚକା ଆଖି, ସେ ଆଖି ମାୟାରେ ସବୁ ଆଖି ବନ୍ଧା, ଆଖି ଜଗତରେ ସାକ୍ଷୀ। ଆଜ୍ଞା ମହାପ୍ରଭୁଙ୍କର ଆଖିକୁ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। କ'ଣ କୁହାଯାଇଛି? ତୁମ୍ଭ ଆଖି ସାଥେ ଆଖି ମିଶିଗଲେ ଆଖିରେ ଆଖିରେ ଲୁହ। ମହାପ୍ରଭୁଙ୍କ ଆଖିରେ ଯେତେବେଳେ ଆମ ଚକ୍ଷୁ ମିଶି ଯାଇଛି ଆଜ୍ଞା ଆଖିରେ ଲୁହ ବାହାରି ଆସେ। ଆଖି କେବେ ହସେ ଆଖି କେବେ ରୁଷେ, ଆଖି କହିଦିଏ ମୁହଁ। ଆଖି କଥା କ'ଣ ଆଜ୍ଞା? ଆଖି କହିଦିଏ କେବେ ହସୁଛି, କେଉଁ ମଣିଷ ହସୁଛି, କେଉଁ ମଣିଷ କାନ୍ଦୁଛି, କେଉଁ ମଣିଷର ମନ ଦୁଃଖ ଅଛି ଆଖିରୁ ଜଣା ପଡ଼ିଯାଇଥାଏ ଆଜ୍ଞା। କିନ୍ତୁ ଆଖି ସବୁ ମୋହ ମାୟା ସବୁ କହିଦିଏ ମହାପ୍ରଭୁଙ୍କ ଆଖିକୁ ଦେଖିଲା ପରେ। ଆଖି କହିଦିଏ ମୁହଁ, କଥା କୁହା ଚକା ଆଖି, ସେ ଚକା ଆଖି ହିଁ ଆଖିରେ ହିଁ ମହାପ୍ରଭୁ କଥା କୁହନ୍ତି। କଥା କୁହା ଚକା ଆଖି, ସେ ଆଖି ମାୟାରେ ସବୁ ଆଖି ବନ୍ଧା, ଆଖି ଜଗତରେ ସାକ୍ଷୀ। ସେଇ ମହାପ୍ରଭୁଙ୍କର ଆଖିରେ ସବୁ ଆଖି ବନ୍ଧା ଆଜ୍ଞା, ସମସ୍ତ ସଂସାର ବନ୍ଧା, କୋଟି ସଂସାର ବନ୍ଧା ଆଜ୍ଞା। ଆଖି ଜଗତର ସାକ୍ଷୀ, ମହାପ୍ରଭୁଙ୍କର ସେଇ ଆଖି ହିଁ ଜଗତର ସାକ୍ଷୀ, ବ୍ରହ୍ମାଣ୍ଡର ସାକ୍ଷୀ, ଆମର ସାକ୍ଷୀ ଆଜ୍ଞା। ସେଥିପାଇଁ ମହାପ୍ରଭୁଙ୍କର ଚକ୍ଷୁକୁ ନେଇ ସୁନ୍ଦର ଭାବରେ କୁହାଯାଇଛି।